ओम शांति 20/4/2025 प्रातः मुरली अव्यक्त बाप दादा पुनरावृत्ति 18/1/2005। हेडिंग लाइन रे बाबा कहले गोटिए सेकेंड रे देहर स्मृति ठारू मुक्त हुई जीवन मुक्त स्थितिर अनुभव कर एवं मास्टर मुक्ति जीवन मुक्ति दाता हुआ। गोटिए सेकेंड रे देहर स्मृति ठारू मुक्त हुई जीवन मुक्त स्थितिर अनुभव कर एवं मास्टर मुक्ति जीवन मुक्ति दाता हुआ। आज बाप दादा चारि आड़र भाग्यवान गेल्हा पिलामानकु देखुछंती। एठारे प्रत्येक संतान स्नेहरे समाहित हो जाइछंती। एही परमात्मा स्नेह अलौकिक स्नेह अटे। एही स्नेह ही पिलामानकु बाबांकर करी देइछि। स्नेह ही पिलामानकु सहज विजयी करी देइछि। आजि अमृत बेला ठारू चारि आड़र प्रत्येक संतान निजर स्नेहर माला बाप दादांकु पिंधाई देइछंती। काहेकि ना प्रत्येक संतान जानिछि जे एही परमात्मा स्नेह कौन रु कौन करी देउछि। स्नेहर अनुभूति ही अनेक परमात्मा संपत्तिर मालिक करी देइछि एवं एही संपत्तिर सुवर्ण चाबी बाबा सबु पिलांकु देइछंती। जानिछ ना से सुवर्ण चाबीटी कौन? से चाबीटी हेला मेरा बाबा। मेरा बाबा कहिबा मात्र के सर्व संपत्तिर अधिकारी होइगल। सर्व प्राप्ति गुड़िकर अधिकार रे संपन्न होइगल। सर्व शक्ति रे संपन्न होइगल। मास्टर सर्व शक्तिवान आत्मा होइगल। एही भली संपन्न आत्मा मानक दिलु केउ गीत बाहरुछि? आम ब्राह्मण मानक भंडार रे कौनसी वस्तु अप्राप्त नुहे। आजिर दिन को स्मृति दिवस बोली कहूछ ना। आजि सबु पिलांकु विशेष करी आदिदेव ब्रह्मा बाबांकर स्मृति अधिक आसुछि। ब्रह्मा बाबा मध्य तुम ब्राह्मण पिलामानकु देखि हर्षित हेउछंती। काहेकि जानिछ? प्रत्येक ब्राह्मण संतान कोटिक भितरे केही भाग्यवान संतान अटे। तेबे तुमे माने निजर भाग्य को तो जानिछ ना। बाप दादा प्रत्येक संतानर मस्तकरे चमकुथिबा भाग्यर तारका को देखि हर्षित हेउछंती। आजिर स्मृति दिवस रे विशेष करी बाप दादा विश्व सेवार दायित्वर मुकुट पिला मानकु अर्पण करिथिले। तेणु एही स्मृति दिवस तुम मानकर राज्य तिलक धारण करिवार दिवस मध्य अटे। पिला मानकु साकार स्वरूप रे विशेष विल पावर अर्थात इच्छा शक्ति को विल करिवार अर्थात हस्तांतर करिवार दिवस अटे। सन सूज फादर अर्थात पुत्र द्वारा पितार प्रत्यक्षता।
ଏହି ଗାୟନକୁ ସାକାର କରିବାର ଦିବସ ମଧ୍ୟ ଅଟେ। ବାପ ଦାଦା ପିଲାମାନଙ୍କର ନିମିତ୍ତ ହୋଇ ନିସ୍ୱାର୍ଥ ଭାବରେ କରୁଥିବା ବିଶ୍ୱ ସେବାକୁ ଦେଖି ଖୁସି ହେଉଛନ୍ତି। ବାପ ଦାଦା ନିଜେ କରାବନହାର ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ହୋଇ କରନହାର ଅର୍ଥାତ୍ କର୍ମକର୍ତ୍ତା ପିଲାମାନଙ୍କର ପ୍ରତ୍ୟେକ କର୍ମରୂପୀ ପଦକ୍ଷେପକୁ ଦେଖି ଖୁସି ହେଉଛନ୍ତି। କାହିଁକି ନା ସେବାର ସଫଳତାର ବିଶେଷ ଆଧାର ହିଁ ହେଉଛି କରାବନହାର ବାବା ମୁଁ କରନହାର ଆତ୍ମା ଦ୍ୱାରା ସେବା କରାଉଛନ୍ତି। ମୁଁ ଆତ୍ମା ନିମିତ୍ତ ଅଟେ, କାହିଁକି ନା ନିମିତ୍ତ ଭାବ ଦ୍ୱାରା ନିର୍ମାଣ ସ୍ଥିତି ସ୍ୱତଃ ହିଁ ହୋଇଯାଇଥାଏ। ମୁଁ ପଣିଆ ଯାହାକି ଦେହର ସ୍ମୃତିକୁ ନେଇ ଆସିଥାଏ, ତାହା ନିର୍ମାଣ ଭାବ ଦ୍ୱାରା ଆପେ ଆପେ ସମାପ୍ତ ହୋଇଯାଏ। ଏହି ବ୍ରାହ୍ମଣ ଜୀବନରେ ସବୁଠାରୁ ଅଧିକ ବିଘ୍ନ ରୂପ ଯଦି କେହି ହେଉଥାଏ, ତେବେ ତାହା ହେଲା ଦେହ ଅଭିମାନ ଯୁକ୍ତ ମୁଁ ପଣିଆ। କରାବନହାର ବାବା କରାଉଛନ୍ତି, ମୁଁ ନିମିତ୍ତ କରନହାର ହୋଇ କର୍ମ କରୁଛି। ଯଦି ସର୍ବଦା ଏହି ସ୍ମୃତି ରହିବ, ତେବେ ସହଜରେ ଦେହ ଭାନଠାରୁ ମୁକ୍ତ ହୋଇଯିବ ଏବଂ ଜୀବନ ମୁକ୍ତିର ମଜା ଅନୁଭବ କରିବ। ଜୀବନ ମୁକ୍ତି ତ ଭବିଷ୍ୟତରେ ନିଶ୍ଚିନ୍ତ ପ୍ରାପ୍ତ ହେବ, କିନ୍ତୁ ଏବେ ସଙ୍ଗମ ଯୁଗରେ ଜୀବନ ମୁକ୍ତିର ଅଲୌକିକ ଆନନ୍ଦ ଆହୁରି ଅଧିକ ଅଲୌକିକ ଅଟେ। ଯେପରି ବ୍ରହ୍ମା ବାବାଙ୍କୁ ଦେଖିଛ, କର୍ମ କରୁଥିଲେ ମଧ୍ୟ କର୍ମର ବନ୍ଧନରୁ ସ୍ୱତନ୍ତ୍ର ବା ମୁକ୍ତ ଥିଲେ। ଜୀବନରେ ଥାଇ କମଳ ପୁଷ୍ପ ସମାନ ନ୍ୟାରା ଏବଂ ପ୍ୟାରା ରହୁଥିଲେ। ଏତେ ବଡ଼ ପରିବାରର ଦାୟିତ୍ୱ, ନିଜର ଜୀବନର ଦାୟିତ୍ୱ, ଯୋଗୀ ହେବାର ଦାୟିତ୍ୱ, ଫରିସ୍ତାରୁ ଦେବତା ହେବାର ଦାୟିତ୍ୱ ଥାଇ ମଧ୍ୟ ଚିନ୍ତାମୁକ୍ତ ସମ୍ରାଟ ହୋଇଥିଲେ। ଏହାକୁ ହିଁ ଜୀବନମୁକ୍ତ ସ୍ଥିତିକୁ କୁହାଯାଏ। ସେଥିପାଇଁ ହିଁ ଭକ୍ତି ମାର୍ଗରେ ବ୍ରହ୍ମାଙ୍କର ଆସନକୁ ପଦ୍ମ ଫୁଲର ଆସନ ଉପରେ ଦେଖାଇଛନ୍ତି। ବ୍ରହ୍ମାକୁ କମଳ ଆସନଧାରୀ ରୂପରେ ଦେଖାଇଛନ୍ତି। ତେଣୁ ତୁମ ସମସ୍ତଙ୍କୁ ଏହି ସଙ୍ଗମ ଯୁଗରେ ଜୀବନ ମୁକ୍ତିର ଅନୁଭବ କରିବାକୁ ହିଁ ପଡ଼ିବ। ତେବେ ବାପ ଦାଦାଙ୍କର ମୁକ୍ତି ଜୀବନ ମୁକ୍ତିର ସମ୍ପତ୍ତି ମଧ୍ୟ ଏହି ସମୟରେ ହିଁ ପ୍ରାପ୍ତ ହୋଇଥାଏ। ଏହି ସମୟରେ ହିଁ ତୁମମାନଙ୍କୁ ମାଷ୍ଟର ମୁକ୍ତି ଜୀବନ ମୁକ୍ତିର ଦାତା ହେବାକୁ ପଡ଼ିବ। ହୋଇଛ ମଧ୍ୟ ଏବଂ ହେବ ମଧ୍ୟ। ତେବେ ମୁକ୍ତି ଜୀବନ ମୁକ୍ତିର ମାଷ୍ଟର ଦାତା ହେବାର ବିଧି ହେଲା, ଗୋଟିଏ ସେକେଣ୍ଡରେ ଦେହ ଭାନଠାରୁ ମୁକ୍ତ ହୋଇଯାଉଥିବ। ଏହି ଅଭ୍ୟାସର ଏବେ ହିଁ ଆବଶ୍ୟକତା ରହିଛି। ତେବେ ନିଜର ମନ ଉପରେ ଏଭଳି ନିୟନ୍ତ୍ରଣ ଶକ୍ତି ରହିବା ଦରକାର, ଯେପରି ସ୍ଥୂଳ ହାତ ଗୋଡ଼କୁ ଯେବେ ଇଚ୍ଛା ଯେପରି ଇଚ୍ଛା ସେହିପରି କରିପାରୁଛ। ଏଥିପାଇଁ କ'ଣ ସମୟ ଲାଗୁଛି କି? ଯଦି ଏବେ ଭାବିବ ହାତକୁ ଉପରକୁ କରିବାର ଅଛି, ତେବେ ଏଥିପାଇଁ କ'ଣ ସମୟ ଲାଗିବ? କରିପାରିବ ନା? ଏବେ ଯଦି ବାପ ଦାଦା କହିବେ ହାତକୁ ଉପରକୁ କର, ତେବେ କରିଦେବ ନା? ଏବେ କରିବା ଦରକାର ନାହିଁ, କିନ୍ତୁ କରି ତ ପାରିବ ନା?
ସେହିପରି ନିଜର ମନ ଉପରେ ମଧ୍ୟ ସେତିକି ନିୟନ୍ତ୍ରଣ ରହିବା ଦରକାର। ଯେଉଁଠି ଯେତେବେଳେ ଏକାଗ୍ର କରିବାକୁ ଚାହିଁବ କରିପାରୁଥିବ। ଯଦିଓ ମନ ହାତ ଗୋଡ଼ ଠାରୁ ସୂକ୍ଷ୍ମ ଅଟେ, କିନ୍ତୁ ତୁମର ତ ଅଟେ ନା। ମୋର ମନ କହୁଛି ନା, ତୋର ମନ ତ କହୁନାହିଁ ନା। ତେଣୁ ଯେପରି ଏହି ସ୍ଥୂଳ କର୍ମେନ୍ଦ୍ରିୟ ଗୁଡ଼ିକ ତୁମର ନିୟନ୍ତ୍ରଣରେ ରହୁଛନ୍ତି, ସେହିପରି ମନ ବୁଦ୍ଧି ସଂସ୍କାର ମଧ୍ୟ ନିୟନ୍ତ୍ରଣରେ ରହୁଥିବ। ତେବେ କୁହାଯିବ ନମ୍ବର 1 ବିଜୟୀ। ବୈଜ୍ଞାନିକମାନେ ତ ରକେଟ୍ ଦ୍ୱାରା ବା ନିଜର କୌଣସି ସାଧନ ଦ୍ୱାରା ଏହି ଦୁନିଆ ଭିତରେ ପହଞ୍ଚି ଯାଇପାରୁଛନ୍ତି। ଅଧିକରୁ ଅଧିକ କୌଣସି ଗ୍ରହ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଉଛନ୍ତି। କିନ୍ତୁ ତୁମେ ବ୍ରାହ୍ମଣ ଆତ୍ମାମାନେ 3 ଲୋକ ପର୍ଯ୍ୟନ୍ତ ପହଞ୍ଚି ଯାଇପାରିବ। ଗୋଟିଏ ସେକେଣ୍ଡ ଭିତରେ ସୂକ୍ଷ୍ମ ଲୋକ, ନିରାକାରୀ ଲୋକ ଏବଂ ସ୍ଥୂଳରେ ମଧୁବନ ପର୍ଯ୍ୟନ୍ତ ତ ପହଞ୍ଚି ଯାଇପାରିବ ନା। ଯଦି ମନକୁ ଆଦେଶ ଦେବ ମୋତେ ମଧୁବନରେ ପହଞ୍ଚିବାର ଅଛି, ତେବେ ଗୋଟିଏ ସେକେଣ୍ଡରେ ପହଞ୍ଚି ଯାଇପାରିବ ତ? ଶରୀର ଦ୍ୱାରା ନୁହେଁ, ମନ ଦ୍ୱାରା। ଆଦେଶ ଦିଅ ମୋତେ ସୂକ୍ଷ୍ମ ବତନକୁ ଯିବାର ଅଛି ବା ନିରାକାରୀ ବତନକୁ ଯିବାର ଅଛି। ତେବେ 3ଟି ଯାକ ଲୋକରେ ଅର୍ଥାତ୍ 3ଟି ଯାକ ଦୁନିଆରେ ଯେବେ ଇଚ୍ଛା ମନକୁ ପହଞ୍ଚାଇ ଦେଇପାରିବ ତ? ଅଭ୍ୟାସ ଅଛି ତ? ତେବେ ବର୍ତ୍ତମାନ ଏହି ଅଭ୍ୟାସ କରିବାର ଅଧିକ ଆବଶ୍ୟକତା ରହିଛି। ବାପ ଦାଦା ଦେଖୁଛନ୍ତି ଅଭ୍ୟାସ ତ କରୁଛ, କିନ୍ତୁ ଯେବେ ଇଚ୍ଛା, ଯେତେ ସମୟ ଇଚ୍ଛା ମନ ବୁଦ୍ଧି ଏକାଗ୍ର ହୋଇଯାଉ, ଅଚଳ ହୋଇଯାଉ, ହଲଚଲରେ ନ ଆସୁ। ଏହା ଉପରେ ଆହୁରି ଅଧିକ ଧ୍ୟାନ ଦିଅ। ଦୁନିଆରେ ଯେଉଁ ଗାୟନ ରହିଛି, ମନକୁ ଜିତିଲେ ଜଗତକୁ ଜିତିବ, କିନ୍ତୁ ଏବେ ତ ମନ କେବେ କେବେ ଧୋକା ମଧ୍ୟ ଦେଇଦେଉଛି। ତେବେ ବାପ ଦାଦା ଆଜିର ସମର୍ଥ ଦିବସରେ ଏହି ସମର୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ହେ ସ୍ୱରାଜ୍ୟ ଅଧିକାରୀ ପିଲାମାନେ, ଏବେ ଏହି ବିଶେଷ ଅଭ୍ୟାସକୁ ଚାଲିବା ବୁଲିବା ସମୟରେ ଚେକ୍ କର। କାହିଁକି ନା ସମୟ ଅନୁସାରେ ଏବେ ଅଚାନକର ଖେଳ ବହୁତ ଦେଖିବ। ଏଥିପାଇଁ ଏକାଗ୍ରତାର ଶକ୍ତି ଆବଶ୍ୟକ। ଏକାଗ୍ରତାର ଶକ୍ତି ଆଧାରରେ ଦୃଢ଼ତାର ଶକ୍ତି ମଧ୍ୟ ସହଜରେ ଆସିଯାଏ ଏବଂ ଦୃଢ଼ତା ସଫଳତାକୁ ସ୍ୱତଃ ହିଁ ପ୍ରାପ୍ତ କରାଇ ଦିଏ। ତେଣୁ ଏହି ସମର୍ଥି ଦିବସରେ ବିଶେଷ ଭାବରେ ଏହିଭଳି ସମର୍ଥିର ଅଭ୍ୟାସ ଉପରେ ବିଶେଷ ଧ୍ୟାନ ଦିଅ। ସେଥିପାଇଁ ଭକ୍ତି ମାର୍ଗରେ ମଧ୍ୟ କୁହାଯାଉଛି, ମନରେ ହାରିଯିବା ଏବଂ ମନରେ ଜିତିଯିବା ହିଁ ହାର ଜିତ ଅଟେ। ତେଣୁ ଯେହେତୁ ମୋର ମନ ବୋଲି କହୁଛ, ତେବେ ମୋର ମାଲିକ ହୋଇ ସର୍ବଶକ୍ତିର ଲଗାମ ଦ୍ୱାରା ମନ ଉପରେ ବିଜୟ ପ୍ରାପ୍ତ କର। ଏହି ନୂତନ ବର୍ଷରେ ଏହି ପାଠ ଉପରେ ବିଶେଷ ଧ୍ୟାନ ଦିଅ। ଏହାକୁ ହିଁ କୁହାଯାଉଛି ଯୋଗୀ ତ ଅଟ, କିନ୍ତୁ ଏବେ ପ୍ରୟୋଗୀ ହୁଅ। ବାକି ଆଜିର ଦିନରେ ସ୍ନେହର ବାର୍ତ୍ତାଳାପ, ସ୍ନେହପୂର୍ଣ୍ଣ ଉଲୁଗୁଣା ବା ଅଭିଯୋଗ ଏବଂ ସମାନ ହେବାର ଉମଙ୍ଗ ଉତ୍ସାହ, ଏହି 3 ପ୍ରକାର ବାର୍ତ୍ତାଳାପ ବାପ ଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ଚାରିଆଡ଼ର ପିଲାମାନଙ୍କର ସ୍ନେହଭରା ସ୍ମୃତି ଏବଂ ସ୍ନେହଭରା ଭଲ ପାଇବା ମଧ୍ୟ ବାପ ଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ପତ୍ର ମଧ୍ୟ ପହଞ୍ଚିଛି, ବାର୍ତ୍ତାଳାପ ମଧ୍ୟ ପହଞ୍ଚିଛି ଏବଂ ସନ୍ଦେଶ ମଧ୍ୟ ପହଞ୍ଚିଛି। ବାପ ଦାଦା ମଧ୍ୟ ପିଲାମାନଙ୍କର ସ୍ନେହକୁ ସ୍ୱୀକାର କରିଛନ୍ତି ଏବଂ ତାର ପ୍ରତିଦାନରେ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି। ଆନ୍ତରିକ ଆଶୀର୍ବାଦ ମଧ୍ୟ ଦେଉଛନ୍ତି। ଜଣ ଜଣଙ୍କର ନାମ ତ ଶୁଣାଇ ପାରିବୁ ନାହିଁ।
କାରଣ ବହୁତ ଅଛନ୍ତି, କିନ୍ତୁ କୋଣ ଅନୁକୋଣରେ ଗାଁର ସହରର ସବୁଆଡ଼ର ପିଲାମାନଙ୍କର ବାନ୍ଧେଲି ମାତାମାନଙ୍କର ବିଳାପ କରୁଥିବା ଆତ୍ମାମାନଙ୍କର ସମସ୍ତଙ୍କର ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପହଞ୍ଚିଛି। ତେଣୁ ଏବେ ବାପ ଦାଦା ଏହି କଥା କହୁଛନ୍ତି ଯେ ସ୍ନେହର ପ୍ରତିଦାନରେ ଏବେ ନିଜକୁ ପରିବର୍ତ୍ତନ କର। ଏବେ ବିଶ୍ୱରୂପୀ ମଞ୍ଚ ଉପରେ ନିଜର ସମ୍ପନ୍ନ ସ୍ୱରୂପକୁ ପ୍ରତ୍ୟକ୍ଷ କର। ତୁମମାନଙ୍କର ସମ୍ପନ୍ନତା ଆଧାରରେ ହିଁ ଦୁଃଖ ଅଶାନ୍ତି ସମାପ୍ତ ହେବ। ଏବେ ନିଜର ଭାଇ ଭଉଣୀମାନଙ୍କୁ ଅଧିକ ଦୁଃଖ ଦେଖିବାକୁ ଦିଅ ନାହିଁ। ଏହି ଦୁଃଖ ଅଶାନ୍ତିରୁ ମୁକ୍ତ କରାଅ। ସେମାନେ ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି। କ'ଣ କରିବୁ, କ'ଣ ହେବ, ଏହିଭଳି ଅନ୍ଧକାର ଭିତରେ ଭଟକୁଛନ୍ତି। ଏବେ ସେହି ଆତ୍ମାମାନଙ୍କୁ ଆଲୋକର ରାସ୍ତା ଦେଖାଅ। କ'ଣ ତୁମମାନଙ୍କ ଭିତରେ ଉମଙ୍ଗ ଉତ୍ସାହ ଆସୁଛି ତ? ଦୟା ଆସୁଛି ତ? ଏବେ ସମସ୍ତେ ବେହଦକୁ ଦେଖ, ବେହଦ ଉପରେ ଦୃଷ୍ଟି ପକାଅ। ଆଚ୍ଛା, ଦିଆଯାଇଥିବା ପାଠ ତ ମନେ ରହିବ ନା? ଭୁଲିଯିବ ନାହିଁ ତ? ପ୍ରାଇଜ୍ ଦିଆଯିବ ଯେଉଁମାନେ 1 ମାସ ଭିତରେ ମନକୁ ସମ୍ପୂର୍ଣ୍ଣ ନିଜର କଣ୍ଟ୍ରୋଲିଂ ପାୱାର ଦ୍ୱାରା ପୁରା ମାସ ଯେଉଁଠି ଚାହିଁବ ଯେତେବେଳେ ଚାହିଁବ ଏକାଗ୍ର କରିପାରୁଥିବ। ଏହିଭଳି ଫଳାଫଳର ଚାର୍ଟ ଥିଲେ ପ୍ରାଇଜ୍ ମଧ୍ୟ ଦିଆଯିବ। ଠିକ୍ ଅଛି ତ? ତେବେ କିଏ ସବୁ ଏହି ପୁରସ୍କାର ନେବ? ପ୍ରଥମେ ପାଣ୍ଡବମାନଙ୍କୁ ଏବଂ ଶକ୍ତିମାନଙ୍କୁ ଅଭିନନ୍ଦନ। A1 ନମ୍ବର ଅଟ ନା? ତେବେ ପାଣ୍ଡବମାନେ ନମ୍ବର 1 ହେଲେ ଶକ୍ତିମାନେ A1 ଅଟନ୍ତି। ଯଦି ଶକ୍ତିମାନ A1 ନ ହେବେ ତେବେ ପାଣ୍ଡବମାନେ A1 ହେବେ। ତେଣୁ ଏବେ ପୁରୁଷାର୍ଥର ବେଗକୁ ଟିକିଏ ତୀବ୍ର କର। ଆରାମଯୁକ୍ତ ପୁରୁଷାର୍ଥ ନୁହେଁ, ତୀବ୍ର ଗତିର ପୁରୁଷାର୍ଥ ଦ୍ୱାରା ହିଁ ଆତ୍ମାମାନଙ୍କର ଦୁଃଖ ଦରଦ ସମାପ୍ତ ହେବ। ଏବେ ଦୟାର ଛତ୍ରଛାୟା ଆତ୍ମାମାନଙ୍କ ଉପରେ ପକାଅ। ଆଚ୍ଛା, ଡବଲ ବିଦେଶୀ ଭାଇ ଭଉଣୀମାନଙ୍କ ସହିତ ବାପ ଦାଦା କହୁଛନ୍ତି ଡବଲ ବିଦେଶୀ ଅର୍ଥ ହେଲା ନିଜର ଡବଲ ପୁରୁଷାର୍ଥ ଦ୍ୱାରା ଆଗକୁ ବଢ଼ୁଥିବା ଆତ୍ମାମାନେ। ଯେପରି ଡବଲ ବିଦେଶୀ ତୁମମାନଙ୍କର ଉପାଧି ବା ସଂକେତ ଅଟେ ନା, ସେହିପରି ନମ୍ବର 1 ପଦ ନେବାରେ ମଧ୍ୟ ଡବଲ ବିଦେଶୀମାନେ ଡବଲ ସ୍ମୃତିର ଆଗକୁ ବଢ଼ିବା ବାଲା ଅଟନ୍ତି। ବହୁତ ଭଲ କଥା। ପ୍ରତ୍ୟେକ ଗ୍ରୁପରେ ବାପ ଦାଦା ଡବଲ ବିଦେଶୀମାନଙ୍କୁ ଦେଖି ଖୁସି ହେଉଛନ୍ତି, କାହିଁକି ନା ଭାରତବାସୀ ପିଲାମାନେ ମଧ୍ୟ ତୁମମାନଙ୍କୁ ଦେଖି ଖୁସି ହେଉଛନ୍ତି। ବାପ ଦାଦା ମଧ୍ୟ ନିଜର ବିଶ୍ୱ କଲ୍ୟାଣକାରୀ ଉପାଧିକୁ ଦେଖି ଖୁସି ହେଉଛନ୍ତି। ଏବେ ଡବଲ ବିଦେଶୀମାନେ କେଉଁ ଯୋଜନା କରୁଛ? ବାପ ଦାଦାଙ୍କୁ ଖୁସି ଲାଗୁଛି ଯେ ଆଫ୍ରିକା ବାଲା ତୀବ୍ର ପୁରୁଷାର୍ଥ କରୁଛନ୍ତି। ତେଣୁ ତୁମେମାନେ ମଧ୍ୟ ତୁମର ଆଖପାଖରେ ଥିବା ଯେଉଁ ଭାଇ ଭଉଣୀମାନେ ରହିଯାଇଛନ୍ତି ସେମାନଙ୍କୁ ସନ୍ଦେଶ ଦେବାର ଉମଙ୍ଗ ଉତ୍ସାହ ରଖ, ଯେପରି କାହାର ଉଲୁଗୁଣା ରହି ନ ଯାଉ। ବୃଦ୍ଧି ତ ହେଉଛି ଏବଂ ହୋଇ ଚାଲିବ, କିନ୍ତୁ ଏବେ ଉଲୁଗୁଣାକୁ ସମାପ୍ତ କରିବାକୁ ହେବ। ଡବଲ ବିଦେଶୀମାନଙ୍କର ଏହି ବିଶେଷତାକୁ ତ ଶୁଣାଇ ଆସିଛୁ ଯେ ଭୋଳା ବାବାଙ୍କୁ ସନ୍ତୁଷ୍ଟ କରିବାର ଯେଉଁ ସାଧନ ରହିଛି, ସଚ୍ଚା ଦିଲ ଉପରେ ସାହେବ ବାବା ସର୍ବଦା ରାଜି ରହିଥାନ୍ତି। ଏହା ହିଁ ଡବଲ ବିଦେଶୀ ପିଲାମାନଙ୍କର ବିଶେଷତା। ବାବାଙ୍କୁ ରାଜି କରିବାର କଳା ବହୁତ ଭଲ ଭାବରେ ଜଣାଅଛି। ତେବେ ସଚ୍ଚା ଦିଲ ବାବାଙ୍କୁ କାହିଁକି ପ୍ରିୟ ଲାଗିଥାଏ? କାହିଁକି ନା ବାବାଙ୍କୁ ସମସ୍ତେ ସତ୍ୟ ବୋଲି କହିଥାନ୍ତି। ଗଡ୍ ଇଜ୍ ଟ୍ରୁଥ୍ କହିଥାନ୍ତି ନା। ତେଣୁ ବାପ ଦାଦା ସଚ୍ଚା ହୃଦୟ ବାଲା ବହୁତ ପ୍ରିୟ ଅଟନ୍ତି। ଏହା ଠିକ୍ କଥା ନା? ସ୍ୱଚ୍ଛ ହୃଦୟ, ସଚ୍ଚା ହୃଦୟ, ସତ୍ୟତା ହିଁ ବ୍ରାହ୍ମଣ ଜୀବନର ମହାନତା। ସେଥିପାଇଁ ଡବଲ ବିଦେଶୀମାନଙ୍କୁ ବାପ ଦାଦା ସର୍ବଦା ମନେ ପକାଉଛନ୍ତି
ଭିନ୍ନ ଭିନ୍ନ ଦେଶରେ ଆତ୍ମମାନଙ୍କୁ ସନ୍ଦେଶ ଦେବାର ନିମିତ୍ତ ହୋଇଯାଇଛ। ଦେଖ ଆଜି କେତେ ଦେଶରୁ ପିଲାମାନେ ଆସୁଛନ୍ତି। ତେବେ ଏତେ ସବୁ ଦେଶର କଲ୍ୟାଣ ତ ହେବ ନା। ଏହାକୁ ତ ତୁମେମାନେ ନିମିତ୍ତ ରୂପରେ କେତେ ଜଣ ଆସିଛ, କିନ୍ତୁ ବାପ ଦାଦା ଚାରିଆଡ଼ର ନିମିତ୍ତ ହୋଇଥିବା ପିଲାମାନଙ୍କୁ, ଡବଲ ବିଦେଶୀ ପିଲାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି, ବଧାଇ ଦେଇଛନ୍ତି। ଉଡ଼ୁଥାଅ, ଉଡ଼ାଉଥାଅ। ତୁମମାନଙ୍କର ଉଡ଼ିବାର କଳା ଆଧାରରେ ସମସ୍ତଙ୍କର ଭଲ ନିଶ୍ଚିନ୍ତ ହୋଇଯିବ। ସମସ୍ତେ ରାଜା ହୋଇପାରିବ। ସମସ୍ତେ ତାଜା ହୋଇଯାଇଛ ତ? ସତେଜ ହୋଇଗଲ ତ? ଏହି ସତେଜତା ସର୍ବଦା ଅମର ରହିବ ନା ମଧୁବନରେ ଏଥିରୁ ଅଧା ଛାଡ଼ି ଦେଇଯିବ? ସାଥିରେ ରହିବ ତ? ସର୍ବଦା ରହିବ ତ? ଅମର ଭବର ବରଦାନ ମିଳିଛି ନା। ତେଣୁ ଯାହା ସବୁ ପରିବର୍ତ୍ତନ କରିଛ ତାହା ସର୍ବଦା ବଢ଼ି ବଢ଼ି ଚାଲିବ, ଅମର ରହିବ। ଆଚ୍ଛା, ବାପ ଦାଦା ମଧ୍ୟ ଖୁସି ଅଛନ୍ତି, ତୁମେମାନେ ମଧ୍ୟ ଖୁସି ଅଛ। ତେଣୁ ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେବ। ଆଚ୍ଛା, ଜ୍ଞାନ ସ୍ୱରୂପରୁ 10 ବର୍ଷ ହୋଇଗଲା। ଆଚ୍ଛା, ଭଲ କଥା। ଜ୍ଞାନ ସ୍ୱରୂପର ଗୋଟିଏ ବିଶ୍ୱ ସେବା ଆରମ୍ଭ କରିଛି। ଯେବେଠାରୁ ଜ୍ଞାନ ସ୍ୱରୂପର ଆରମ୍ଭ ହେଲାଣି, ସେବେଠାରୁ ବିଶେଷ କରି VIP ମାନଙ୍କର ବିଧିପୂର୍ବକ ଭାବରେ କାର୍ଯ୍ୟକ୍ରମ କରିବା ଆରମ୍ଭ ହୋଇଯାଇଛି। ସବୁ ବର୍ଗର କାର୍ଯ୍ୟକ୍ରମ ଗୁଡ଼ିକ ଗୋଟିଏ ପରେ ଗୋଟିଏ ହୋଇ ଚାଲିଛି ଏବଂ ଏହା ମଧ୍ୟ ଦେଖାଯାଉଛି ଯେ ଜ୍ଞାନ ସରୋବରକୁ ଆସୁଥିବା ଆତ୍ମାମାନଙ୍କର ସ୍ଥୂଳ ସେବା ଏବଂ ଅଲୌକିକ ସେବା ବହୁତ ଆଗ୍ରହର ସହିତ କରୁଛନ୍ତି। ସେଥିପାଇଁ ଜ୍ଞାନ ସରୋବର ବାଲାଙ୍କୁ ବାପ ଦାଦା ବିଶେଷ ଅଭିନନ୍ଦନ ଦେଉଛନ୍ତି, ଯାହାକି ସେବାର ଫଳାଫଳରେ ସମସ୍ତେ ଖୁସି ହୋଇଯାଉଛନ୍ତି ଏବଂ ଖୁସି ମନରେ ଅନ୍ୟ ସାଥୀମାନଙ୍କୁ ମଧ୍ୟ ସାଥିରେ ନେଇ ଆସୁଛନ୍ତି। ତେଣୁ ଜ୍ଞାନ ସରୋବର ଚାରିଆଡ଼େ ସନ୍ଦେଶ ଦେବାର ନିମିତ୍ତ ହୋଇଯାଇଛି। ତେଣୁ ସମସ୍ତଙ୍କୁ ଅଭିନନ୍ଦନ ଏବଂ ସଦାସର୍ବଦା ଏହିଭଳି ଅଭିନନ୍ଦନ ନେଇ ଚାଲିଥାଉ। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡରେ ମନକୁ ଏକାଗ୍ର କରିପାରିବ? ସମସ୍ତେ ଗୋଟିଏ ସେକେଣ୍ଡରେ ବିନ୍ଦୁ ରୂପରେ ସ୍ଥିତ ହୋଇଯାଅ। ବାପ ଦାଦା ଡ୍ରିଲ୍ କରାଇଲେ। ଆଚ୍ଛା, ଏହିଭଳି ଅଭ୍ୟାସ ଚାଲିବା ବୁଲିବା ସମୟରେ କରୁଥାଉ। 4 ଶତକଡ଼ା 4 ଅସଡ଼ର ସ୍ନେହୀ, 4 ଆଡ଼ର ସ୍ନେହୀ ଏବଂ ଲଭ୍ଲିନ୍ ଆତ୍ମାମାନଙ୍କୁ ସର୍ବଦା ଦୟାଶୀଳ ହୋଇ ପ୍ରତ୍ୟେକ ଆତ୍ମାକୁ ଦୁଃଖ ଅଶାନ୍ତିରୁ ମୁକ୍ତ କରୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ ସର୍ବଦା ନିଜର ମନୋବୁଦ୍ଧି ସଂସ୍କାରକୁ କଣ୍ଟ୍ରୋଲିଂ ପାୱାର ଦ୍ୱାରା କଣ୍ଟ୍ରୋଲ ଅର୍ଥାତ୍ ନିୟନ୍ତ୍ରଣରେ ରଖୁଥିବା ମହାବୀର ଆତ୍ମାମାନଙ୍କୁ ସର୍ବଦା ସଙ୍ଗମ ଯୁଗର ଜୀବନ ମୁକ୍ତ ସ୍ଥିତିକୁ ଅନୁଭବ କରୁଥିବା ବାପ ସମାନ ଆତ୍ମାମାନଙ୍କୁ ବାପ ଦାଦାଙ୍କର ପଦ୍ମଗୁଣ ସ୍ନେହ ସମ୍ପନ୍ନ शुभेच्छा एवं नमस्ते। बच्चों की ओर से बाप दादा को याद प्यार गुड मॉर्निंग, नमस्ते नमस्ते नमस्ते। आज बरदाता बाबांकर वरदान अच्छी समस्तंकु लक्ष्य स्थल रे पहुंचाउथिबा दयालु पितांकर संतान दयालु भव। समस्तंकु लक्ष्य स्थल रे पहुंचाउथिबा दयालु पितांकर संतान दयालु भव। विस्तारे बाबा कहउचंती दयालु पितांकर दयालु पिला माने जदि काहाको भी भिकारी रूप रे देखिबे तेबे तांको निश्चिंत दया लागिबो। जे एही आत्मा को मध्य लक्ष्य मिली जाऊ, एहार मध्य कल्याण होई जाऊ। सेमानकर संपर्क रे जिए भी आसीबो ताकू बाबांकर परिचय निश्चिंत देवे। जेपरी केही घर को आसिले ताकू प्रथमे पानी पीवा को दिया जाए। जदि सेमिति चाली जाए तेबे खराब मने करि थांती।
ସେହିପରି ଯେଉଁମାନେ ବି ତୁମର ସମ୍ପର୍କରେ ଆସୁଛନ୍ତି ତାକୁ ପ୍ରଥମେ ବାବାଙ୍କର ପରିଚୟ ରୂପୀ ପାଣି ନିଶ୍ଚିନ୍ତ ପିଇବାକୁ ଦିଅ। ଅର୍ଥାତ୍ ଦାତାଙ୍କର ସନ୍ତାନ ଦାତା ହୋଇ କିଛି ନା କିଛି ଦିଅ, ଯାହାଦ୍ୱାରା ତାଙ୍କୁ ମଧ୍ୟ ଲକ୍ଷ୍ୟସ୍ଥଳରେ ରାସ୍ତା ମିଳିଯାଉ। ସ୍ଲୋଗାନରେ ବାବା କହିଲେ, ଯଥାର୍ଥ ବୈରାଗ୍ୟ ବୃତ୍ତିର ସହଜ ଅର୍ଥ ହେଲା ଯେତିକି ନ୍ୟାରା ସେତିକି ପ୍ରିୟ। ଯଥାର୍ଥ ବୈରାଗ୍ୟ ବୃତ୍ତିର ସହଜ ଅର୍ଥ ହେଲା ଯେତିକି ନ୍ୟାରା ସେତିକି ପ୍ରିୟ। ଅବ୍ୟକ୍ତ ଇଶାରା କମ୍ବାଇନ ରୂପର ସ୍ମୃତି ଦ୍ୱାରା ସର୍ବଦା ବିଜୟୀ ହୁଅ। ମୁଁ ଏବଂ ମୋର ବାବା ଏହି ସ୍ମୃତି ଦ୍ୱାରା ସର୍ବଦା କମ୍ବାଇନ ଅର୍ଥାତ୍ ଯୋଗଳ ରୂପରେ ରୁହ, ତେବେ ମାୟାଜିତ ହୋଇଯିବ। କରନ କରାବନ ହାର ଅର୍ଥାତ୍ କରି କରାଇବା ବାଲା। ଏହି ଶବ୍ଦରେ ବାବା ଏବଂ ପିଲାମାନେ ଉଭୟ କମ୍ବାଇନ ଅଟନ୍ତି। ହାତ ପିଲାମାନଙ୍କର କାମ ବାବାଙ୍କର। ହାତ ବଢ଼ାଇବାର ସୁବର୍ଣ୍ଣ ସୁଯୋଗ ପିଲାମାନଙ୍କୁ ହିଁ ମିଳିଛି, କିନ୍ତୁ ଅନୁଭବ ହେଉଛି ଯେ କରାଇବା ବାଲା ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ବାବା ସବୁକିଛି କରାଉଛନ୍ତି, ଆମକୁ ନିମିତ୍ତ କରି ଚଲାଉଛନ୍ତି। ଏହି ଶବ୍ଦ ମନ ଭିତରୁ ବାହାରୁଛି।